ମାହାଙ୍ଗା ବିକାଶ ପରିଷଦ ଏବଂ କବି ନନ୍ଦକିଶୋର ସାମଲ ସ୍ମୃତି ସ୍ନେଶର ମିଳିତ ଆନୁକୂଲ୍ୟରେ ଏବଂ ମାହାଙ୍ଗାର ମାନ୍ୟବର ବିଧାୟକ ଶାରଦା ପ୍ରସାଦ ପ୍ରଧାନଙ୍କର ନେତୃତ୍ୱରେ ଆଜି ଏକ ସଭା କରାଯାଇଥିଲା, ଜୟନ୍ତୀ କରାଯାଇଥିଲା ଏବଂ ଏହା ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ହେଲା, ଯେଉଁଠି ଉତ୍କଳ ସାହିତ୍ୟର ଦେବୀପିଣ୍ଡି କୁହାଯାଉଛି ବା ଶ୍ରୀମନ୍ଦିର କରାଯାଉଛି, ସେହି ଶ୍ରୀରାମଚନ୍ଦ୍ର ଭବନରେ ପାଳିତ ହୋଇଥିଲା। ଆମର ଉଦ୍ୟମ ହେଉଛି ନନ୍ଦକିଶୋର ସାମଲ ଜଣେ ଶିଶୁ ସାହିତ୍ୟିକ ଥିଲେ, ଜଣେ କବି ଥିଲେ ଏବଂ ମାଟିକୁ ପାଣିକୁ ଭଲ ପାଉଥିବା ବ୍ୟକ୍ତିତ୍ୱ ଥିଲେ। ଏ କଥାକୁ ପ୍ରଚାର ପ୍ରସାରିତ ହେବା ଦରକାର ଏବଂ ନନ୍ଦକିଶୋର ସାମଲ ଜଣେ ଶିକ୍ଷକ ଥିଲେ, ବହୁ ଛାତ୍ରଙ୍କୁ ତିଆରି ମଧ୍ୟ କରିଥିଲେ। ତେଣୁ ଜଣେ ବ୍ୟକ୍ତିକୁ ସେତେବେଳେ ମନେ ରଖିବ ଯେତେବେଳେ ତାଙ୍କ ସାହିତ୍ୟକୁ ଚର୍ଚ୍ଚା କରାଯିବ। ଜଣେ ବ୍ୟକ୍ତି ତାର କ'ଣ କରିଛି ତା ସାହିତ୍ୟ ସେ କଥା କହୁଛି। ଯଦି ସାହିତ୍ୟକୁ ଆମେ ମନେ ରଖିବା ନାହିଁ, ତାକୁ ମନେ ପକାଇବା ନାହିଁ, ତାହେଲେ ସେ ବ୍ୟକ୍ତି ପ୍ରତି ସମ୍ମାନନ ସେ ହେବ ନାହିଁ। ତେଣୁ ଆମେ ତାଙ୍କୁ ମନେ ରଖିବା ପାଇଁ ତାଙ୍କ ସାହିତ୍ୟର ଚର୍ଚ୍ଚା କରୁଛୁ ଏବଂ ଆମେ ଆଗାମୀ ଦିନରେ ମାହାଙ୍ଗାର ସମସ୍ତ ବରପୁତ୍ରଙ୍କର ଚର୍ଚ୍ଚା ଏ ମାଟିରେ ହେବ। ଆମେ ସେଥିପାଇଁ ଆଜି ଯେଉଁମାନେ ଆସିଥିଲେ ଏ କାର୍ଯ୍ୟକ୍ରମ ସଫଳ କଲେ ସମସ୍ତଙ୍କୁ ଧନ୍ୟବାଦ ଦେଉଛୁ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାହିତ୍ୟ ଏବଂ ସଂସ୍କୃତିକୁ ଭଲ ପାଉଥିବା ଜଣେ ମଣିଷଟି ପ୍ରଣାମ ଜଣାଇବି। ଯେଉଁ ମାଟି ସହସ୍ରାଧିକ ପୁସ୍ତକ ରଚନା କରିବା ପାଇଁ ଶିଶୁ କବିତା ହେଉ, ସାହିତ୍ୟ ହେଉ ବା ସମାଲୋଚନାମୂଳକ ପୁସ୍ତକ ହେଉ, ସାହିତ୍ୟିକମାନଙ୍କୁ ଜନ୍ମ ଦେଇଛି। ନନ୍ଦକିଶୋର ବଳ ହୁଅନ୍ତୁ, ନନ୍ଦକିଶୋର ସାମଲ ହୁଅନ୍ତୁ, ଗଣକବି ବୈଷ୍ଣବ ପାଣି ହୁଅନ୍ତୁ ବା ଗୌରୀଶଙ୍କର କର୍ମ ରାୟ ହୁଅନ୍ତୁ, ସମସ୍ତଙ୍କୁ ଜନ୍ମ ଦେଇଥିବାରୁ ମାହାଙ୍ଗା ମାଟିକୁ ମୁଁ ପ୍ରଣାମ ଜଣାଇବି। ଆଜି ନନ୍ଦକିଶୋର ସାମଲ ଆପଣ ଯାହାଙ୍କୁ ଜାଣିଛନ୍ତି, ଯାହାଙ୍କର ଗୋଟିଏ ସୁନ୍ଦର କବିତାଟିଏ 50 ଦଶକରୁ 5 ଦଶକରୁ ଅଧିକା ସମୟ ଧରି ସେ ସବୁବେଳେ ସବୁ ପିଲାମାନେ ମନେ ମନେ ଗୁଞ୍ଜରିତ କରୁଥାନ୍ତି। ତାଙ୍କର ଆଜି 101ତମ ଜୟନ୍ତୀ। ସେ ଜଣେ ଖାଲି ସାହିତ୍ୟ ସ୍ରଷ୍ଟା ବା କବି ନଥିଲେ, ଶିଶୁ କବି ନଥିଲେ, ସେ ଜଣେ ଦିଗ୍ଦ୍ରଷ୍ଟା ମାନବ ଥିଲେ ଏବଂ ଜଣେ ସୁସାହିତ୍ୟିକ ଥିଲେ, ଜଣେ ସୁଶିକ୍ଷାବିତ ଥିଲେ, ଉତ୍କୃଷ୍ଟ ଶିକ୍ଷାବିତ ଥିଲେ ଏବଂ ବିଶେଷ କରି ମଣିଷ ସମାଜକୁ ଭଲ ପାଉଥିବା ଜଣେ ମାନବବାଦୀ ଚିନ୍ତାଧାରାର ପ୍ରତୀକ ଥିଲେ। ତାଙ୍କୁ ଆଜି ଆମେ 101ତମ ଜୟନ୍ତୀରେ ଏଠି ତାଙ୍କର ଜୟନ୍ତୀ ପାଳନ କରୁଛୁ, ସ୍ମୃତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ। ଏ କାର୍ଯ୍ୟକ୍ରମର ଯେ ମୁଖ୍ୟ